ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଶ୍ରେଣୀ ହେଉଛି ସପ୍ତମ, ବିଷୟ ହେଉଛି ଭୂଗୋଳ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ତୁମର ବିଭାଗ, ଏଇଠି ଲେଖିବ ତାରିଖ। ଠିକ୍ ଅଛି। ତୁମେ ପରୀକ୍ଷା ଯେଉଁଦିନ ଦେଉଛ ସେହି ଦିନର ତାରିଖ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବ୍ଲକର ନାମ ଏବଂ ଏଇଠି ଲେଖିବ ତୁମର ଜିଲ୍ଲାର ନାମ। ଠିକ୍ ଅଛି। ପିଲାମାନେ ତୁମ ଏହି ପରୀକ୍ଷାର ସମୟ ହେଉଛି ମାତ୍ର 2 ଘଣ୍ଟା। ପୃଷ୍ଠା ସଂଖ୍ୟା ହେଉଛି 10, ପ୍ରଶ୍ନ ସଂଖ୍ୟା 31 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50। ଏହି ପରୀକ୍ଷାଟି ପିଲାମାନେ 50 ମାର୍କର ତୁମେ ଦେଉଛ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 1ରୁ 6 ନମ୍ବର ପର୍ଯ୍ୟନ୍ତ। ଠିକ୍ ଅଛି। ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥାଏ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ କ'ଣ କୁହାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜୈବମଣ୍ଡଳ। ପିଲାମାନେ ଏହି ଜୈବମଣ୍ଡଳକୁ ତୁମେ ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥାନକୁ ଡେକ୍ସଟି ଭାଗରେ ବିଭକ୍ତ କରାଯାଇଛି। ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି 3। ଏହି 3କୁ ତୁମେ ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଦୂରସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ଡେକ୍ ସ୍ତର ପାଇଁ ସମ୍ଭବ ହୋଇଥାଏ। ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଥର୍ମୋସ୍ଫିୟର। ଥର୍ମୋସ୍ଫିୟରକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନିକଟବର୍ତ୍ତୀ ସମପ୍ରାୟ ଭୂମିରୁ ହଠାତ୍ ଉପରକୁ ଉଠିଥିବା ଭୂମିରୂପଗୁଡ଼ିକୁ ଡେକ୍ସ କୁହାଯାଏ। ଏହାର ସଠିକ୍ ଉତ୍ତରଟି ହେଉଛି ପର୍ବତ। ପର୍ବତ କୁହାଯାଏ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଡାକର ଠିକ୍ ଓ ଦକ୍ଷ ବିତରଣ ପାଇଁ ଡେକ୍ସ ମସିହାରେ ଡାକ ପିଅନ କୋଡ଼୍ ବ୍ୟବସ୍ଥା କରାଯାଇଥିଲା। ଏହାର ସଠିକ୍ ଉତ୍ତରଟି ହେଉଛି 1972। 1972। ଏହାକୁ ତୁମେ ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କାଳବୈଶାଖୀ ଡେକ୍ ଶ୍ରେଣୀର ଉଦାହରଣ ଅଟେ। କାଳବୈଶାଖୀ ଡେକ୍ ଶ୍ରେଣୀର ଉଦାହରଣ ଅଟେ। ଏହାର ସଠିକ୍ ଉତ୍ତରଟି ହେଉଛି ସ୍ଥାନୀୟ ବାୟୁ ପ୍ରବାହ। ସ୍ଥାନୀୟ ବାୟୁ ପ୍ରବାହ। ଏହାକୁ ତୁମେ ଏହି ସ୍ଥାନରେ ଲେଖିବ ପିଲାମାନେ। ଠିକ୍ ଅଛି। ଶୂନ୍ୟ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ପ୍ରଦତ୍ତ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାର୍ଶ୍ୱସ୍ଥ କୋଠରୀରେ ଠିକ୍ ଚିହ୍ନ ଦେବ। ପ୍ରଶ୍ନ ନମ୍ବର 7ରୁ 11 ପର୍ଯ୍ୟନ୍ତ। ଠିକ୍ ଅଛି। ପାର୍ଶ୍ୱସ୍ଥ ଚିତ୍ରରେ ଏ ଚିହ୍ନିତ ସ୍ଥାନଟି ଆଗ୍ନେୟଗିରିର କେଉଁ ଅଂଶକୁ ସୂଚାଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ମାଗ୍ନା କୋଠରୀ। ଗ ନମ୍ବର ମାଗ୍ନା କୋଠରୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ କ'ଣ? ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଘ ନମ୍ବର। ଠିକ୍ ଅଛି। ଆଇ ଏବଂ ଆଇ। ଏହାର ସଠିକ୍ ଉତ୍ତର। ତୁମେ ଏଇଠି ଠିକ୍ ଚିହ୍ନ ଦେବ। ଘ ନମ୍ବର। ଠିକ୍ ଅଛି। ଆଇ ଏବଂ IV। ପରବର୍ତ୍ତୀ ପ୍ରଶ୍ନ, ଗ୍ରାନାଇଟ୍ରେ ବଡ଼ ବଡ଼ ସ୍ଫଟିକ ସୃଷ୍ଟି ହେବାର କାରଣ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ମାଗ୍ମା ଧୀରେ ଧୀରେ ଶୀତଳ ହେବା ଦ୍ୱାରା। ମାଗ୍ମା ଧୀରେ ଧୀରେ ଶୀତଳ ହେବା ଦ୍ୱାରା। ଖ ନମ୍ବର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତୁମେ କୋଚିରୁ ଲାକ୍ଷାଦ୍ୱୀପ ବୁଲିବା ପାଇଁ ଯିବ। ସେଠାକୁ ଯିବା ପାଇଁ ତୁମେ କେଉଁ କେଉଁ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରିବ? ଏହାର ସଠିକ୍ ଉତ୍ତରଟି ହେଉଛି ଘ ନମ୍ବର ଆଇ ଏବଂ IV। ଠିକ୍ ଅଛି। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହିମାଚଳ ପ୍ରଦେଶର ଭୂମିରୂପକୁ ଦର୍ଶାଇବା ପାଇଁ ତୁମେ କେଉଁ ସମୋଚ୍ଚ ରେଖାରେ ବ୍ୟବହାର କରିବ? ଏହାର ସଠିକ୍ ଉତ୍ତରଟି ହେଉଛି କ ନମ୍ବର। ଠିକ୍ ଅଛି। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା।
प्रथम जोड़ी संपर्क को देखि परवर्ती जोड़ी शून्यस्थान पूरण कर। प्रश्न नंबर 12 रु 14 पर्यंत। ठीक अच्छे। उभाला भूतल जलर कार्य। ठीक अच्छे। स्टाक यार सठिक उत्तरटी हूँ सामुद्रिक तरंगर कार्य। तुम ये लिख सामुद्रिक तरंगर कार्य। ठीक अच्छे। सामुद्रिक तरंगर कार्य। ठीक अच्छे। सामुद्रिक तरंगर कार्य। परवर्ती प्रश्न उत्तर नातिशीतोष्ण मंडल 23 डिग्री हाफ। ठीक अच्छे। उत्तर रु एवं उत्तर अक्षांश कौन हेब दक्षिण हिममंडल कौन हेब यार सठिक उत्तरटी हूँ 66.5 डिग्री। ठीक अच्छे। तुम एमती लिख डिग्री तापर लिख दक्षिण रु 90 डिग्री दक्षिण अक्षांश दक्षिण रु 90 डिग्री दक्षिण अक्षांश। ठीक अच्छे। परवर्ती प्रश्न आफ्रिकार दक्षिण पश्चिम पार्श्व कालाहारी मरुभूमि। ठीक अच्छे। दक्षिण अमेरिकार दक्षिण पूर्व पार्श्व डैक्स यार सठिक उत्तरटी हेब पाटागोनिया मरुभूमि। तुम ये लिख पाटागोनिया पाटागोनिया मरुभूमि। ठीक अच्छे। परवर्ती प्रश्न संक्षिप्त टिप्पणी लेख। प्रश्न नंबर 15 रु 17 पर्यंत। ठीक अच्छे। रेंज कौन यह विषय 15 रु 17 नंबर जाए रेंज कौन तुम ए विषय संक्षिप्त टिप्पणी लिख मात्र 2 धाड़ी। पिला माने यार संपूर्ण उत्तरटी मु स्क्रीन रे देछि तुम से लिखि नेब। ठीक अच्छे। देखिबा परवर्ती प्रश्न कौन अछि। जनसंख्यार घनत्व पिला माने यार सठिक उत्तरटी मु स्क्रीन रे देछि तुम से लिखि नेब। ठीक अच्छे। परवर्ती प्रश्न सामयिक वायु प्रवाह पिला माने यार सठिक उत्तरटी मु स्क्रीन रे देछि तुम से लिखि नेब। ठीक अच्छे। परवर्ती प्रश्न भौगोलिक कारण दर्शाओ। प्रश्न नंबर 18 रु 21 पर्यंत। खाद्य खादक संपर्क दृष्टि शक्ति पिरामिडर विभिन्न स्तर मध्य भारसाम्य रहिबा नितांत आवश्यक। पिला माने यार सठिक उत्तरटी मु स्क्रीन रे देछि तुम से लिखि नेब। ठीक अच्छे। परवर्ती प्रश्न समतल अंचल सघन और सकेन्द्रिक जनबसति देखा मिले। पिला माने यार सठिक उत्तरटी मु स्क्रीन रे देछि तुम से लिखि नेब। ठीक अच्छे। परवर्ती प्रश्न बन्या भली प्राकृतिक विपर्यय समय आकाशपथ गुरुत्वपूर्ण भूमिका ग्रहण करिथाए। पिला माने यार सठिक उत्तरटी मु स्क्रीन रे देछि तुम से लिख। ठीक अच्छे। परवर्ती प्रश्न निरक्ष वृत्तर उभय पार्श्व 10 डिग्री उत्तर और दक्षिण सीमारेखा दक्षिण समाक्ष रेखा मध्य चिरहरित अरण्य देखा जाए। यार सठिक उत्तरटी मु स्क्रीन रे देछि पिला माने तुम से लिख। ठीक अच्छे। परवर्ती प्रश्न प्रत्येक प्रश्न जेकोसी 3टी पार्थक्य लिख। ठीक अच्छे। प्रश्न नंबर 22 रु 24 पर्यंत। ग्राम्य जनबसति सहरांचल जनबसति पिला माने यार सठिक उत्तरटी मु स्क्रीन रे देछि तुम से लिख। ठीक अच्छे। परवर्ती प्रश्न परिचलन वृष्टिपात शैलोत्क्षेप वृष्टिपात। ठीक अच्छे। पिला माने यार संपूर्ण उत्तरटी मु स्क्रीन रे देछि तुम से लिख। ठीक अच्छे। परवर्ती प्रश्न गुरु ज्वार लघु ज्वार
ପିଲାମାନେ ଏହାର ସଠିକ୍ ଉତ୍ତରଟି ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ସେଇଠୁ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 85ଟି ଶବ୍ଦ ମଧ୍ୟରୁ ଉତ୍ତର ଲେଖ। ପ୍ରଶ୍ନ ନମ୍ବର 25 ଓ 26। ଠିକ୍ ଅଛି, ମାନେ 4-5 ଧାଡ଼ି ହେବ। ଠିକ୍ ଅଛି। ଆମାଜନ ଅବବାହିକା ଓ ଗଙ୍ଗା ଅବବାହିକାର ଅଧିବାସୀଙ୍କ ଜୀବନଯାପନ ପ୍ରଣାଳୀରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ଏହାର କାରଣ କ'ଣ ବୋଲି ଭାବୁଛ ଲେଖ। କିମ୍ବା ଦେଇଛି ପିଲାମାନେ ଯେକୌଣସି ଗୋଟିଏ କରିବ। ଠିକ୍ ଅଛି। ପ୍ରେରୀ ଅଞ୍ଚଳରେ ଲୋହିତ ଭାରତୀୟମାନେ ପଶୁପାଳନ କରି ଜୀବିକା ଅର୍ଜନ କରିଥାନ୍ତି। ଏହାର କାରଣ କ'ଣ ହୋଇଥିବ ବୋଲି ଭାବୁଛ ଲେଖ। ଯେକୌଣସି ଗୋଟିଏ କରି ପିଲାମାନେ, ଯେହେତୁ କିମ୍ବା ଅଛି। ଠିକ୍ ଅଛି। ପିଲାମାନେ ଏହାର ସଠିକ୍ ଉତ୍ତରଟି ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ସେଇଠୁ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତୁମ ଅଞ୍ଚଳରେ ମୃତ୍ତିକା ପ୍ରଦୂଷଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ହ୍ରାସ କରିବା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଭାବୁଛ ଲେଖ। କିମ୍ବା ଦିଲ୍ଲୀ ଭଳି ମହାନଗରରେ ଜନସଂଖ୍ୟାର ଘନତ୍ୱ ପରିବେଶ ପ୍ରଦୂଷଣକୁ କିପରି ପ୍ରଭାବିତ କରିଛି, ଉତ୍ତର ଲେଖ। ପିଲାମାନେ ଯେହେତୁ ଏଠାରେ କିମ୍ବା ଦେଇଛି, ଯେକୌଣସି ଗୋଟିଏର ପ୍ରଶ୍ନର ଉତ୍ତର ଦେବ ତୁମେ। ଠିକ୍ ଅଛି। ତେବେ ଏହାର ସଠିକ୍ ଉତ୍ତରଟି ମୁଁ ସ୍କ୍ରିନ୍ ଉପରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପ୍ରଦତ୍ତ ସାମୁଦ୍ରିକ ସ୍ରୋତର ମାନଚିତ୍ରକୁ ଦେଖି ପ୍ରଶ୍ନ ନମ୍ବର 23ରୁ 31 ପର୍ଯ୍ୟନ୍ତ ଦିଆଯାଇଥିବା ସାମୁଦ୍ରିକ ସ୍ରୋତଗୁଡ଼ିକ ଚିହ୍ନଟ କରିବ। ଠିକ୍ ଅଛି। ପିଲାମାନେ ମୁଁ ଯେମିତି ଚିହ୍ନଟ କରିଛି, ତୁମେ ସେମିତି ଚିହ୍ନଟ କରିବ। ଠିକ୍ ଅଛି। ଦକ୍ଷିଣ ନିରକ୍ଷୀୟ ସ୍ରୋତ ହେଉଛି ଏହି ଅଞ୍ଚଳ। ପିଲାମାନେ ତୁମେ ଏଇଠି ଚିହ୍ନ ଦେବ 27 ନମ୍ବର। ଏଇଠି ଦେଇଦେବ ତୁମେ 27 ନମ୍ବର ଏବଂ ଏମିତି ଗୋଲା ଦେବ। ଠିକ୍ ଅଛି। ଛୋଟ କରି ଲେଖିବ, ମୁଁ ବଡ଼ କରି ଲେଖିଛି। ଠିକ୍ ଅଛି। ତାପରେ ଲେଖିବ ଉତ୍ତର ପ୍ରଶାନ୍ତ ମହାସାଗରୀୟ ସ୍ରୋତ। ଉତ୍ତର ପ୍ରଶାନ୍ତ ମହାସାଗରୀୟ ସ୍ରୋତ ଏହାର ଉପରେ ଅଛି ପିଲାମାନେ। ଏହା ହେଉଛି 29। ଏଇଠି ଦେବ 29 ନମ୍ବର। ଠିକ୍ ଅଛି। ଉପରେ ଦେବ 29 ନମ୍ବର। ତାପରେ କାଲିଫର୍ଣ୍ଣିଆ ସ୍ରୋତ। ତାପରେ ଦେବ କ୍ୟୁରୋସିଓର ସ୍ରୋତ ତୁମେ ଏଇଠି ଚିହ୍ନ ଦେବ ପିଲାମାନେ 28 ନମ୍ବର। ଠିକ୍ ଅଛି। ଏଇଠି 28 ନମ୍ବର ଛୋଟ କରି ଲେଖିବ। ଠିକ୍ ଅଛି। 28 ନମ୍ବର ଦେବ, ଗୋଲା କରିଦେବ। ତାପରେ 30 ନମ୍ବର ଦେବ ଏଇଠି ପିଲାମାନେ କାଲିଫର୍ଣ୍ଣିଆ ସ୍ରୋତ। ଠିକ୍ ଅଛି। ମଝିରେ ଦେବ 30 ନମ୍ବର। ଏଇଠି ଦେବ କାଲିଫର୍ଣ୍ଣିଆ ସ୍ରୋତ। ଠିକ୍ ଅଛି। ତାପରେ ଏଇଠି ଦେବ ପିଲାମାନେ ହମ୍ବୋଲ୍ଟ ସ୍ରୋତ। ଏଇଠି ଦେବ ହମ୍ବୋଲ୍ଟ ସ୍ରୋତ। ଠିକ୍ ଅଛି। 31 ନମ୍ବର। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହା ଭେରି ଇମ୍ପୋର୍ଟାଣ୍ଟ ହୋଇଥିବାରୁ ନିଜ ସାଙ୍ଗସାଥିମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।